ସମସ୍ତଙ୍କୁ ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଆମେ ଡିସ୍କସ୍ କରିବା ଯେଉଁଟା କୋହଲନଙ୍କ ଇନସାଇଟଫୁଲ୍ ଲର୍ଣ୍ଣିଂ, ଯାହାକି ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, କ୍ଲାସ୍ଟାକୁ ସ୍କିପ୍ କରିବେ ନାହିଁ, ସବୁ ପଏଣ୍ଟକୁ ଦେଖିବେ ତ କ୍ଲାସ୍ଟି ବହୁତ ହେଲ୍ପଫୁଲ୍ ହେବ। ଆଗକୁ ସିଟେଟ୍ ଏକ୍ଜାମ୍ ଅଛି, ତେଣୁକରି ଆମେ ଡେରି ନକରି କ୍ଲାସ୍ଟିକୁ ଆରମ୍ଭ କରିବା। ଠିକ୍ ଅଛି, କୋହଲନଙ୍କର କ'ଣ ଅଛି ଇନସାଇଟଫୁଲ୍ ଲର୍ଣ୍ଣିଂ ଥିଓରି। ଯଦି କ୍ୱେଶ୍ଚିନ୍ ପଚାରିଲା ଯେ ଇନସାଇଟ୍ ଲର୍ଣ୍ଣିଂ ଥିଓରି କିଏ ଦେଇଥିଲେ? ଠିକ୍ ଅଛି, ଇନସାଇଟ୍ ଲର୍ଣ୍ଣିଂ ଥିଓରି କିଏ ଦେଇଥିଲେ? ସିଏ ହେଉଛନ୍ତି କିଏ? କୋହଲର। ଠିକ୍ ଅଛି, ସାଇକୋଲୋଜି କିଏ ଅଛନ୍ତି? ତାଙ୍କ ନାଁ ହେଉଛି କୋହଲର। ଠିକ୍ ଅଛି, ନହେଲେ କ୍ୱେଶ୍ଚିନ୍ ପଚାରୁଛି ଫାଦର ଅଫ୍ ଇନସାଇଟ୍ ଲର୍ଣ୍ଣିଂ, ସେ ଅଛନ୍ତି ଇନସାଇଟ୍ ଲର୍ଣ୍ଣିଂର ଫାଦର। ସେ କେଉଁଠିକାର ଜନ୍ମଗ୍ରହଣ କରିଥିଲେ? ଜନ୍ମଗ୍ରହଣ କରିଥିଲେ ଇଷ୍ଟୋନିଆରେ। କେଉଁଠି? ଇଷ୍ଟୋନିଆ। ହେଲା, ଯେଉଁଗୁଡ଼ାକ ମେନ୍ ପଏଣ୍ଟ ସେଇଗୁଡ଼ାକ ଖାଲି କଭର୍ କରାଯିବ। ଠିକ୍ ଅଛି, ବହୁତ କମ୍ ସମୟ ଭିତରେ ପୁରା ଟପିକ୍କୁ କଭର୍ କରିଦିଆଯିବ। ଠିକ୍ ଅଛି, ଏମିତି ଟପିକ୍ 9ଟା ହେଇସାରିଲାଣି। ଯେଉଁମାନେ ଦେଖିନାହାନ୍ତି ପ୍ଲେଲିଷ୍ଟକୁ ଯାଇ ଠିକ୍ ସେ ଦେଖିପାରିବେ। ଠିକ୍ ଅଛି, ବହୁତ ଏକ୍ସପ୍ଲେନ୍ କରାଯାଇଛି ଆଉ ବହୁତ କମ୍ ସମୟ ଭିତରେ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ଡିସ୍କସ୍ କରାଯାଇଛି। ଠିକ୍ ଅଛି, ତ ଆଜିକୁ ଅଛି ଆମର ଟପିକ୍ ନମ୍ବର 10। ଠିକ୍ ଅଛି, କ୍ଲାସ୍ଟିକୁ ବହୁତ ଭଲ ଭାବେ ଦେଖନ୍ତୁ। ଆଗକୁ ଅଛି ମଧ୍ୟ ଆମେ ଏକ୍ସପେରିମେଣ୍ଟ କଥା ଡିସ୍କସ୍ କରିବା, ଯାହାକି ଯେଉଁ ଅଛି ସୁଲତାନ ଏକ୍ସପେରିମେଣ୍ଟ, ଯେଉଁଟା ସିମ୍ପାଞ୍ଜିଙ୍କୁ ନେଇନା ସେ କୋହଲର କେମିତି ଏକ୍ସପେରିମେଣ୍ଟ କରିଥିଲେ। ଠିକ୍ ଅଛି, ସେ ଏକ୍ସପେରିମେଣ୍ଟକୁ ମଧ୍ୟ ଦେଖିବା। କେଉଁଠି ଜନ୍ମଗ୍ରହଣ କରିଥିଲେ? ନା ଇଷ୍ଟୋନିଆ। ଠିକ୍ ଅଛି, ଆଉ କ'ଣ କରେ ଇନସାଇଟ୍ ଲର୍ଣ୍ଣିଂକୁ ମଧ୍ୟ ଆମେ କ'ଣ କହନ୍ତି? ଗେସଲ୍ଟ ସାଇକୋଲୋଜି ମଧ୍ୟ କୁହାଯାଏ। ଠିକ୍ ଅଛି, ଗେସଲ୍ଟ ସାଇକୋଲୋଜି କେଉଁଟା କୁହାଯାଏ? ସେଇ ଇନସାଇଟଫୁଲ୍ ଲର୍ଣ୍ଣିଂକୁ ମଧ୍ୟ କୁହାଯାଏ। ବୁଝିପାରିଲ, ଏକ୍ସପେରିମେଣ୍ଟ ସେ କାହା ଉପରେ କରିଥିଲେ? ଗୋଟେ ସିମ୍ପାଞ୍ଜି ଉପରେ ଏକ୍ସପେରିମେଣ୍ଟ ହିଁ କରିଥିଲେ। ଠିକ୍ ଅଛି, ଇଏ ଗୋଟେ ଅଲଗା ନୁହଁ, ମାନେ ସିମ୍ପାଞ୍ଜି ଉପରେ ହିଁ ଏକ୍ସପେରିମେଣ୍ଟ କରିଦେଲେ। ସେଇ ସିମ୍ପାଞ୍ଜିର ନାଁ କ'ଣ ଥିଲା? ସୁଲତାନ। ପ୍ରଶ୍ନ ପଚାରିବୁ ଯେ ସିମ୍ପାଞ୍ଜିର ନାଁ କ'ଣ ଥିଲା? ନା ସେ ସିମ୍ପାଞ୍ଜିର ନାଁ ଥିଲା ସୁଲତାନ। ଯଦି କ୍ୱେଶ୍ଚିନ୍ ପଚାରିଲା ନାହିଁ, ଯେଉଁ କୁହାଯିବ କ'ଣ? ସୁଲତାନ ବକ୍ସ କୁହାଯିବ। ଏମିତି ବି କ୍ୱେଶ୍ଚିନ୍ ପଚାରିଲା ମାନେ ତୁରନ୍ତ ମାରିବେ କ'ଣ? କୋହଲର। ବୁଝିପାରିଲେ, ଏଇଠି କ'ଣ ମେନ୍ ପଏଣ୍ଟ ଥିଲା? ଫାର୍ଷ୍ଟ ପଏଣ୍ଟ ଥିଲା ଯେ ଫାଦର ଅଫ୍ ଇନସାଇଟ୍ ଲର୍ଣ୍ଣିଂର ଜନକ କିଏ? ଇନସାଇଟ୍ ଲର୍ଣ୍ଣିଂର ଜନକ ହେଉଛନ୍ତି କୋହଲର। ବୁଝିପାରିଲ, ସେ କେଉଁଠିକାର ଜନ୍ମଗ୍ରହଣ କରିଥିଲେ? ସେ ନା ଇଷ୍ଟୋନିଆରେ ଜନ୍ମଗ୍ରହଣ କରିଥିଲେ। ବର୍ନ ବାର୍ଥ ପ୍ଲେସ୍ ତାଙ୍କର କେଉଁଠି? ଇଷ୍ଟୋନିଆ କଣ୍ଟ୍ରିରେ। ବୁଝିହେଲା। ଦେନ୍ ଗେଷ୍ଟଲ୍ଟ ସାଇକୋଲୋଜି କୁହାଯାଏ ଏ ଲର୍ଣ୍ଣିଂକୁ ମଧ୍ୟ, ଗେଷ୍ଟଲ୍ଟ ସାଇକୋଲୋଜି। ଦେନ୍ ସେ ଏକ୍ସପେରିମେଣ୍ଟ କାହା ସହିତ କରିଥିଲେ? ନା ଏକ୍ସପେରିମେଣ୍ଟ ସେ ଯେଉଁ ନେଇଥିଲେ ସିମ୍ପାଞ୍ଜିଙ୍କୁ। ସିମ୍ପାଞ୍ଜିର ନାଁ ଥିଲା ସୁଲତାନ। ଠିକ୍ ଅଛି, ତାପରେ ଦେଖାଯାଉ କେମିତି ଏକ୍ସପେରିମେଣ୍ଟଟା ହେଲା। ଦେଖ, ଆଗ ଗୋଟେ ଇମେଜଟେ ରଖିଛି ଯେ ଆପଣଙ୍କ ଆଗରେ, ଦେଖ। ସେ ଇମେଜକୁ ଦେଖିଲା ମାନେ ଆପଣମାନେ ଜାଣିପାରିବେ ଯେ ଏକ୍ସପେରିମେଣ୍ଟ କେମିତି ହେଇଥିଲା ସୁଲତାନରେ, ଆଉ କ'ଣ ସେ ଇନସାଇଟଫୁଲ୍ ଲର୍ଣ୍ଣିଂଟା ବହୁତ ମାନେ ସିମ୍ପଲ୍ ଭାଷାରେ ବୁଝିପାରିବେ। ଠିକ୍ ଅଛି, ଦେଖ ଫାର୍ଷ୍ଟ କ'ଣ ହେଲା? ଗୋଟେ ମାଙ୍କଡ଼ ଗୋଟେ କ'ଣ ଥିଲା? ଏଇଟା ହେଉଛି ଫାର୍ଷ୍ଟ ଷ୍ଟେପ୍। ପ୍ରଥମ ଷ୍ଟେପ୍ରେ ଦେଖ ABC ଲେଖା ହେଇଛି। ବୁଝିପାରିଲ, ଦେଖ ଫାର୍ଷ୍ଟ ଷ୍ଟେପ୍ ହେଉଛି ଏ, ସେକେଣ୍ଡରେ ଆମର କ'ଣ କରାଯାଇଛି? B, ତାପରେ ଲାଷ୍ଟ ଷ୍ଟେପ୍ଟା C। ବୁଝିଲ, ଫାର୍ଷ୍ଟରେ କ'ଣ ହେଲା? ଦେଖ ଫାର୍ଷ୍ଟରେ ସେ କ'ଣ କରିଛି ଯେ ଗୋଟେ କେଜ୍ ଭିତରେ ଥିଲା। କେଜ୍ ମାନେ ଜାଣିଛ ତ, ଗୁମ୍ଫା, ପିଞ୍ଜରା ଯେଉଁଟା କହୁଛି, ପିଞ୍ଜରା ଭିତରେ ସେ ଥିଲା। କେଜ୍, ପିଞ୍ଜରା ଭିତରେ ସେ ଥିଲା। ତାପରେ କ'ଣ ହେଇଛି? ସେଇ ଭିତରେ କ'ଣ ଥିଲା? ବକ୍ସ ଗୁଡ଼ାକ ଥିଲା। ଏଇଗୁଡ଼ା ବକ୍ସ ଅଛି, ଯୋଡ଼େ ଖଣ୍ଡେ ବକ୍ସ ପଡ଼ିଛି। ବୁଝିଲା, ତାପରେ ସେ କ'ଣ କରିଛି? ବକ୍ସ ଅଛି, ଆଉ ପିଞ୍ଜରା ଭିତରେ ଷ୍ଟିକ୍ ପଡ଼ିଛି, ବାଡ଼ି ବି ପଡ଼ିଛି। ଠିକ୍ ହେଲା, ସବୁ ମେଟେରିଆଲ୍ ତା ପାଖେ ଅଛି। ବୁଝିଲା, ମେଟେରିଆଲ୍ ସବୁ ଆଭେଲେବୁଲ୍ ଅଛି। ବଟ୍ ସେ ଜାଗାରେ କ'ଣ କରିଛି? ତା ଆଗରେ ଗୋଟେ କଦଳୀ ଫେଣାକୁ କ'ଣ କରାଯାଇଛି? ଝୁଲେଇ ଦିଆଯାଇଛି। ସେ କଦଳୀ ଫେଣାଟା ଖାଇବ କେମିତି? ହାତ ବଢ଼େଇଲା। ଫାର୍ଷ୍ଟ ଷ୍ଟେପ୍ରେ କ'ଣ କଲା? ହାତ ବଢ଼େଇଲା, କିନ୍ତୁ ପାଇଲା ନାହିଁ। କ'ଣ କରିଛି? ଦେଖ, ହାତ ବଢ଼େଇଛି, ପାଇଲା ନାହିଁ। ତାପରେ କ'ଣ କରିଛି? ତାପରେ ସେ ଆଡ଼ୁ ବସିଲା, କିଛି ଭାବିଲା ନାହିଁ। ତାପରେ ପୁଣି ଆଉ ଟିକେ ଚେଷ୍ଟା କଲା, କ'ଣ କଲା? ନାହିଁ। ଗୋଟେ ବକ୍ସଟେ ପକେଇଲା, ବକ୍ସଟା ଉପରେ ଛିଡ଼ା ହେଲା। ତାପରେ କଦଳୀକୁ ହାତ ବଢ଼େଇଲା, ତୁ ଏଠାରେ ବି ସେ ପାଇଲାନି, ଏଠାରେ ବି ସେ କ'ଣ ହେଲା? ଫେଲ୍ ହେଲା। କଦଳୀକୁ ସେ ଖାଇପାରିଲାନି। ଲାଷ୍ଟରେ କ'ଣ କରୁଛି? ଦେଖ, ତାପରେ ସେ କ'ଣ କରୁଛି? ଯେଉଁ ଥାର୍ଡ଼ ଷ୍ଟେପ୍ରେ ତାପରେ ଏମିତି ବସିଛି। ଏମିତି ଅଚାନକ ଗୋଟେ ମୋମେଣ୍ଟ ଆସିଗଲା, ଯେଉଁ ମୋମେଣ୍ଟରେ ତାକୁ ଯେ ମିଳିଗଲା ନାହିଁ,
गोटे कौन जमती आर्किमिडीज जमी चित्कार कले जे यूरेका यूरेका कहना जमी दौड़े बुझिपार से भाई जिनस गोटे आहा किना मोमेंट गोटे सृष्टि है क्वेश्चन पचार जे आहा मोमेंट केते सृष्टि हो इनसाइट कौन हम आहा मोमेंटा सी गोटे पाईगला जिनस एमती गोटे पूरा चित्कार कला जोटा पाईगला देखला जे नहीं बॉक्स दीटा खंजीदेला उपरको उपरको बुझला गोटे पाखे गला बॉक्स दीटा खंजीदेला तापर कौन कला तापर से निजे छिड़ा है छिड़ा होना तापर कौन कला गोटे स्टिक को लगेला जहाँफल एथर लास्ट स्टेज रे कौन है कदली को खाई पिला बुझिपारे यहाँ है इनसाइट लर्निंग इनसाइट लर्निंग मान ही कौन बुझब जे सडन सडन ता मुंड को जो चिंताटा ढके सी है इनसाइट इनसाइट अर्थ है सडन सडन ता मुंड को जो चिंताटा ढकिला से इनसाइटफुल लर्निंग बुझिपार एक्सपेरिमेंटा बुझिपारे ठीक अच्छे तापर देखा तापर कौन कही तापर हम कॉन्सेप्ट ऑफ कोहलर थ्योरी को मेन कॉन्सेप्ट कौन फास्ट है इनसाइट इनसाइट वाला मुझे कहली जोटा सडन बुझले केमती सुल्तान मुंड को सडन बुद्धि जुटिला से जो थिंकिंग पावर सडन जो जुटिला बुद्धिटा से इनसाइट होलिस्टिक परसेप्शन माने कौन कह होलिस्टिक अंडर रे कह जोड़ा के होल जिनस माने से केज भितर जो थिला से खाली गोटे जिनस देखी नथला जे खाली गोटे स्टिक ही नथला ता पाखे होल जिनस माने सब किछि थिला माने सब किछि ही थिबो जो मटेरियल थिला माने बॉक्स थिला स्टिक थिला ठीक है ये सब होल जिनस बहुत गुड़े जिनस थिला बोले से या थ्रू रे कौन है कदली को आनी पेला यहाँ कह होलिस्टिक परसेप्शन बुझला तापर ये कोहलर कौन कर ट्रायल एंड एरर मेथड को से कौन कर चैलेंज माने क्रिटिसाइज कर माने केमती जे सिंपांजी कौन ट्रायल एंड एरर मेथड ही यूज करूना से कहे ट्रायल एंड एरर मेथड ही जीवन इनसाइट माने ही बुझे जे कौन से थीबो से जिनटा को भावुथो थिंकिंग ऊपर से डिपेंड हो थिंकिंग कथा बढ़िबो इठे थिंकिंग स्किल देन देन कौन कॉग्निटिव कथा आसो कॉग्निटिव है कॉग्निटिव जो कॉग्निटिव आ थिंकिंग है ये दुईटा माध्यम से कौन कला इनसाइट कर पाला जोटा कि हठात माइंड को गोटे जुटला सेटा ताला इठे ट्रायल एंड एरर को से किछि ध्यान ही देई नांती बुझला चला तापर देख स्टेजेस ऑफ इनसाइट लर्निंग एटा क्वेश्चन पचारे स्टेजेस कौन केतटा स्टेजेस थाए चारटा फर्स्ट स्टेज कौन प्रिपरेशन सेकंड स्टेज इनक्यूबेशन थर्ड स्टेज होजी इनसाइट फोर्थ स्टेज होजी वेरिफिकेशन फर्स्ट स्टेज कौन कहले फर्स्ट स्टेज है प्रिपरेशन सेकंड स्टेज है इनक्यूबेशन थर्ड स्टेज है इनसाइट फोर्थ स्टेज है वेरिफिकेशन बुझला पूरा मन रखते फर्स्ट स्टेज प्रिपरेशन इनक्यूबेशन थर्ड स्टेज है इनसाइट फोर्थ स्टेज है वेरिफिकेशन ठीक अच्छे आम जाना गोटे गोटे कौन अच्छे से टर्म विषय बुझल एटा गोटे इनसाइट लर्निंग गोटे साइकिल बुझला ये साइकिल रे ही काम करे बुझला देख आम बुझा जे को जिनटा कौन प्रिपरेशन माने कौन देखो फास्ट कथा बुझ जे आम जो सिंपांजी सुल्तान एक्सपेरिमेंट आम देखो सिंपांजी एक्सपेरिमेंट रो आम बुझा जे प्रिपरेशन कौन प्रिपरेशन माने कौन फास्ट है ता भाई गोटे प्रॉब्लम ही क्रिएट है प्रॉब्लम माने फास्ट है जे कदली थिला ठीक है कदली अच्छी ऊपर ताकू केमिति खाइब सुल्तान यहाँ फास्ट प्रॉब्लम थिला ता पाखे क्रिएट है ये प्रॉब्लम जो क्रिएट है ता प्रिपरेशन कौन करियो जे ताकू केमिति आनिमो ताकू खाइबो केमिति ता पाखे सब मटेरियल अवेलेबल अच्छी बुझला ये है प्रिपरेशन प्रिपरेशन कथा कौन प्रिपरेशन रे हमर मटेरियल सब थिबो से खाइबा पा केमिति खाइबो तार गोटे चिंता से गला बुझला देन सेकंड स्टेप रे कौन है जो सब चेष्टा कला इनक्यूबेशन रे कौन है सेकंड स्टेप जो से चेष्टा करबो माने सब देखला मटेरियल अच्छी मटेरियल को जुड़ला देखला कौन फास्ट गोटे मटेरियल नैना जुड़ला जुड़े सी कौन है कदली को खाई पारा ना ये कौन है से फेल हो गला इनक्यूबेशन रे कौन है फेल होना कौन है ट्राए कहला ना कदली मुझे ना खाए था इन करदेला मन मन भावला कहला छाड़ एरा हम ना
ଏଇ ସିଷ୍ଟମ୍ରେ ଦେନ୍ କ'ଣ କଲା ପୁଣି ତାପରେ ଜାଣି ବସିନା ଟିକେ କାମ ପ୍ରୋବ୍ଲେମ୍କୁ ଛାଡ଼ିଦେଲା। କିଛି ସମୟ ପରେ ଛାଡ଼ିନା ଭାବିଲା ଯେ ଆଉ କେଉଁ ଉପାୟରେ ହେଇପାରିବ କି, ଏମିତି ଟିକେ ଭାବିଲା, ଚିନ୍ତା କଲା ଟିକେ, ବୁଝିଲା। କିନ୍ତୁ ସେଇ ମାଇଣ୍ଡରେ ରଖିଛି ଯେ ନାଇଁ କଦଳୀ ଖାଇବ କେମିତି, ଟିକେ ତା ଉପରେ ଟିକେ ଚିନ୍ତା କଲା। ଦେନ୍ ଚିନ୍ତା କଲା ପରେ କ'ଣ ହେଇଛି, ପୁଣି ଗୋଟେ ନଲେଜ୍ ତା ମୁଣ୍ଡକୁ ଜୁଟିଲା, ଯେଉଁଟା 3 ନମ୍ବର ଷ୍ଟେପ୍ରେ। 3 ନମ୍ବର ଷ୍ଟେପ୍ରେ କ'ଣ ହେଲା, ଗୋଟେ ମାଇଣ୍ଡକୁ ଜୁଟିଲା, ଯେଉଁଟା କ'ଣ ହେଲା, ଏଇଟା ଗୋଟେ ମାଇଣ୍ଡକୁ ଜୁଟିଲା। ଯେମିତି ଆର୍କିମିଡିସ୍ ସେମିତି ଗାଧୁଆ ଘରରେ ମାଇଣ୍ଡ ଜୁଟିଲା, ଯେ ଅନକନସିୟସ୍ ମାଇଣ୍ଡରେ ଯେମିତି ଢୋକିଲା ଗୋଟେ, ଯେ ଯେମିତି ପାଇଗଲେ ଜିନିଷଟା, ସେ କ'ଣ ହେଲା ୟୁରେକା ୟୁରେକା କହିଲେ ଦୌଡ଼ିଲା। ସେଇଭଳିଆ ଇନସାଇଟ୍ରେ ସଡନ୍ ଗୋଟେ ଆସିଲା, ମାଇଣ୍ଡକୁ ଢୋକିଲା ବୋଧେ, ଏବଂ ସେଇଟା ଆସିଲା ଆହା ମୋମେଣ୍ଟ। ଆହା ମୋମେଣ୍ଟ କହିଲେ ଏଇ ଷ୍ଟେଜ୍ କୁହାଯିବ ଗୁଡ଼ା ଇନସାଇଟ୍ରେ ଏମିତି ଗୋଟେ ଖୁସି ଜିନିଷ ଆସିଲା, ଯେଉଁଟା କହିଲା ନାଇଁ ନା ଏଇ ଉପାୟଟା ଯଦି ଆମେ ଆପ୍ଲାଏ କରିଦେବା ତ ହେଇଯାଇପାରେ, ଏମିତି ଆସିଲା। ଭେରିଫିକେସନ୍ରେ ସେ କ'ଣ କରିବ, ସେଇ ଯେଉଁ ନଲେଜ୍ଟା ପାଇଲା ତାକୁ ନଲେଜ୍ଟା ଆପ୍ଲାଏ କରିଲା। ଭେରିଫିକେସନ୍ ଦେଖିଲା ନାଇଁ ଏଇଟା ହେଉଛି ନା ଏଇ ଥ୍ରୁରେ କଦଳୀଟା ମିଳୁଛି କି ନାହିଁ, ବୁଝିଲା। ଏଇଟା ହେଲା 4ଟା ଷ୍ଟେଜ୍। ଫାର୍ଷ୍ଟ ଷ୍ଟେଜ୍ ହେଉଛି ପ୍ରିପାରେସନ୍, ସେକେଣ୍ଡ ଷ୍ଟେଜ୍ ହେଉଛି ଇନକ୍ୟୁବେସନ୍, ଥାର୍ଡ଼ ଷ୍ଟେଜ୍ ହେଉଛି ଇନସାଇଟ୍, ଫୋର୍ଥ ଷ୍ଟେଜ୍ ହେଉଛି ଭେରିଫିକେସନ୍। ସରିଲା, ଠିକ୍ ଅଛି। ଏଇଠି ଆମ କ୍ଲାସ୍ଟି ସରିଯାଇଛି, ବୁଝିଲା। ତ ଏମିତି ଭାବରେ ଆମେ କ'ଣ କରିବା, ନେକ୍ସଟ ଟପିକ୍କୁ ମଧ୍ୟ ଆଣିବା, ଠିକ୍ ଅଛି। ତ କ୍ଲାସ୍ଟିକୁ ଭଲ ଭାବେ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ତ ଏଇଠୁ ଆମେ କ୍ଲାସ୍ଟିକୁ ରଖୁଛୁ। ଜୟ ଜଗନ୍ନାଥ।